ମରି ଯାଇଥିବା ଲୋକ କ'ଣ କିଛି ଦେଖିପାରିବ ନା କହିପାରିବ? ତେଣୁ ସମ୍ମାନ ମିଳିଲା କେତେ, ନ ମିଳିଲା କେତେ? ଏଠି ବଞ୍ଚିବା ମଣିଷ ତ ବଞ୍ଚି ବଞ୍ଚି ମରୁଛି। ମଳଲୋକ କଥା ଚିନ୍ତା କରିବାକୁ ସମୟ କାହିଁ? ପଚା ସଡ଼ା ଦୁର୍ଗନ୍ଧ ଶରୀର ପାଖରେ ମୋ ଶରୀର ସେମିତି ପଡ଼ି ରହିଲା ରାତି ସାରା। ଆଉ ପୋଷ୍ଟମର୍ଟମ ଘର ଆଗରେ ପଇନ୍ତରା ମାରିଲେ ଅଭିଳାଷ, ମୋ ଭାଇ ଆଉ ଦେଢ଼ଶୁର। ତା ଭିତରେ ମୋ ଅଫିସର ଅନେକ ଷ୍ଟାଫ ଆସିଛନ୍ତି, ସ୍ଥାନୀୟ ବିଧାୟକ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଆସିଛନ୍ତି, ଅଭିଳାଷକୁ ସାନ୍ତ୍ୱନା ଦେଇଛନ୍ତି। କିନ୍ତୁ ମୁଁ ଲକ୍ଷ୍ୟ କରିଛି ବିଚରା ଅଭିଳାଷ ପାଗଳ ଭଳି ଏଣେ ତେଣେ ଘୁରି ବୁଲୁଛନ୍ତି। ଦେହରେ ରକ୍ତଭିଜା ପୋଷାକ, ପାଦରେ ଚପଲ ନାହିଁ, ମୁଣ୍ଡ ସାରା ବାଲିମୟ। ଯଦି ବାହାର ଲୋକ ତାଙ୍କୁ କେହି ଦେଖେ ତେବେ ନିଶ୍ଚୟ ପାଗଳ ବୋଲି ଭାବିବ। ସାଡ଼େ ମୋ ପୁଅଟା ବିଚରା କାନ୍ଦି କାନ୍ଦି ଶୋଇପଡ଼ିଲାଣି। ମୋର ଆତ୍ମାଟା ଡହଳ ବିକଳ ହୋଇ ଉଠିଛି। ମୋ ଆତ୍ମା ଶରୀର ଭିତରେ ପଶିଯାଆନ୍ତା କି? ମୁଁ ଚିତ୍କାର କରି ଅଭିଳାଷକୁ ଡାକି ପାରନ୍ତି କି? ଦୁହେଁ ପୁଣି ଏକାଠି ହୋଇଯାଆନ୍ତୁ, ଆମ ସୁନାର ସଂସାରକୁ ପୁଣି ଥରେ ସଜାଇ ଦିଅନ୍ତୁ। କିନ୍ତୁ ସ୍ୱପ୍ନ ସଦାବେଳେ ସ୍ୱପ୍ନ, ତାହା କେବେ ବି ସତ ହୁଏ ନା। ଏହା ଭିତରେ ରାତି ପାଇ ସକାଳ ହୋଇଛି। ସଭାଗାର ପାଖରେ ସାହି ଭାଇ, ଅଫିସ ଷ୍ଟାଫଙ୍କର ଭିଡ଼ ଜମିଛି। ମୋ ଶରୀରର ପୋଷ୍ଟମର୍ଟମ ସରୁ ସରୁ ଦିନ 2ଟା। ଏହାପରେ ମୋର ମଲା ଶରୀରକୁ ସ୍ୱର୍ଗଦ୍ୱାରକୁ ନେବା ପାଇଁ ବ୍ୟବସ୍ଥା କରିଛନ୍ତି। ମୁକ୍ତିରଥ ଆସିଛି। ମୋ ମୃତ୍ୟୁ ଶରୀରକୁ ପଲିଥିନ ଭିତରେ ପୁରାଇ ଆଣି ଶୋଇ ଦେଇଛନ୍ତି ଗୋଟିଏ ସିଟ୍ ଉପରେ। ତାହାର ବିପରୀତ ସିଟ୍ରେ ବସିଛନ୍ତି ଅଭିଳାଷ ଏବଂ ମୋର ପୁଅ। ଏହା ପୂର୍ବରୁ ଅନେକ ଥର ଆମେ ବାପା, ମା ଆଉ ପୁଅ ସାଙ୍ଗ ହୋଇ ପୁରୀ ଯାଇଛୁ, ଜଗନ୍ନାଥ ଦର୍ଶନ କରିଛୁ, ମନ୍ଦିରରେ ଅଭଡ଼ା ଖାଇଛୁ, ସମୁଦ୍ରର ବେଳାଭୂମି ଉପରେ ହାତ ଧରାଧରି ହୋଇ ଅନେକ ବାଟ ଚାଲିଛୁ, ବାଲି ଉପରେ ସ୍ୱପ୍ନର ଘର ମଧ୍ୟ ତୋଳିଛୁ। ଭାଇ, ଭାଉଜ ଏବଂ ପୁତୁରାଙ୍କୁ କେତେ ମଜାମସ୍ତି କରିଛୁ। ସେବେ ଯାଇଥିଲି, ଆଜି ବି ଯାଉଛି। ହେଲେ ପାର୍ଥକ୍ୟ ଏତିକି, ସେତେବେଳେ ଅନ୍ତରର ତୃପ୍ତି ନେଇ ଯାଉଥିଲି, କିନ୍ତୁ ଆଜି ବାପ ଆଉ ପୁଅର ଦୁଃଖର ପାହାଡ଼ ମୁଣ୍ଡାଇ ମୋ ଶରୀରକୁ ନେଇଯାଉଛନ୍ତି ସ୍ୱର୍ଗଦ୍ୱାରରେ ମୁଖାଗ୍ନି ଦେଇ ସବୁଦିନ ପାଇଁ ମୋର ଅସ୍ତିତ୍ୱକୁ ହଜାଇ ଦେବା ପାଇଁ। ଏହା ହେଉଛି ଜୀବନର ଅନ୍ତିମ ସତ୍ୟ, ଯାହା ବାସ୍ତବ, ଚିରନ୍ତନ, ଅବ୍ୟକ୍ତ ଏବଂ ଯନ୍ତ୍ରଣାଦାୟକ।